ରୋଷେଇ ନଥା ଦେଖନ୍ତୁ ଲକ୍ଷ୍ମୀ ନାରାୟଣ ବୃକ୍ଷ ଦେବତାଙ୍କର ପୂଜା କଳିରେ କେମିତି ବୃକ୍ଷ ପୂଜା ହଉଛି ଜଗନ୍ନାଥ ପୂଜା କରୁଛନ୍ତି ଆମେ କାହିଁକି ଗଛ ଆଣୁଛୁ ସନ୍ତା ଗଛକୁ କେବେ ଆଣୁଛନ୍ତି ଆପଣ କହିବେ କୌଣସି ଆମର ଆଜ୍ଞା ସଂସାରରେ ଯେତେ ଗଛ ଅଛି ସବୁ ଗଛ ଠାରୁ ଅତୀବ ମୂଲ୍ୟବାନ ଗଛ ଶାଗୁଆନ ନୁହଁ ନା ଶାଗୁଆନ ତୁରନ୍ତ ହାଣି ଦିଅ ଆଉ ଯଦି ପାରୁଛନ୍ତି ଆକାଶିଆ ଗଛ ଲଗାନ୍ତୁ ତାକୁ ହାଣି ଦିଅ ସେ ବରଂ ଦୂଷିତ କରିବାର ଲାଗେ ତେଣୁ ମୂଲ୍ୟବାନ ଗଛ ଅଶ୍ୱ କାହିଁକି ଆପଣ 3 ମାର୍ଗରେ ବୁଝେଇଦେବେ 3 ମାର୍ଗରେ ଅସୁସ୍ଥ ବେଣୁ କ୍ୟା ଆମ ଶରୀରଟା କଣ ଗୋଟେ ଗଛ କବି କହିଛନ୍ତି ଏ ଶରୀରଟା ଗଛ କିଏ କହିଲେ ସନ୍ଥ ଭୀମ କଳବଲା ତା ବୃକ୍ଷ ଧରୁଛି ରଙ୍ଗାରେ ମାଳା କୋଲ ସବୁ ଖେଳୁଛି କୋଟରେ ମାଳା କୋଲ ସବୁ ଖେଳୁଛି ଅଧା କାଠେ ଚିଣ୍ଡାରିରେ ଅଧା କାଠେ ଚିଣ୍ଡାରିରେ ଆରେ ଧରା କୋଲ ସବୁ ଖେଳୁଛି କୋଟରେ पूर्व द्वापर जुगर कथा आपण मानकर गीता श्रीमद् भगवत गीता पंचदश अध्याय भगवान कृष्ण अर्जुन को कहि ए शरीर का जुग ऊर्ध्वम मध शाखा वसत प्राहर व्ययम् छन्दासि तस्य पर्णानि तवेद सहवेद हे अर्जुन ये शरीर रूपी गछर मूलटा ऊपरे डालटा तळे ସେଇଥିପାଇଁ ଆଉ ଭଗବାନ କହିଲେ ଯେତେ ବର୍ଷ ଅଛି अर्जुन संसार जेते वर्ष अछि मोहते अवस्था कैसे ऐसा कहले तो निभवत देखा कौन पुराण में भगवान बोलछन मुनि भगवत गीता श्रीमद् भगवत गीता हमर भीतर कहले मोहते अवस्था जेते वर्ष श्रेष्ठ वर्ष केबे हम एक पुराण वाला दे सदत तो पुराण बेलुतिया हम बंसरे किबा तम गाय केना बोलियो हम गाय तम बंसरे नाची भाई 15 दिन ला फालाची सब दिन कहूची हम बंसरे हम खाइ बलिए तम गाय तम बंसरे अच्छा हां तो थाय धर्म गाय खाइ अरे मम्मे कर जेके लगुनो मन्ने कर के गाय मारियो मन्ने कर बहुत दिन शुद्ध होत कोन खाइ ये काला ओ पत्र रे काहेकि जगन्नाथर अभ्यास दिया जाउची कदली पत्रे खाना श्राद्धरे तो श्राद्ध देला बेले आजा दानिक पणस पत्र पिंड दान बेला बेले श्राद्ध रे ए पणस पत्र रे घिउ चावल खाना आपन के पता अछि नै कहले घिउ खाइ के शुद्ध होत अछि ना कोन असत पत्र 3 ला पत्र रे हां काई तेरा पुरोहित तुम पहचानो नहीं ए पुरोहित हम अनुसार से मरि गला बोले हम शुद्ध बोले असुद्ध बोले काई घेबू कोन भाई शरीर अशुद्ध करे असुद्ध शरीर शुद्ध करे असुद्ध से असुद्ध काट महाप्रभुଙ୍କର ଯଜ୍ଞ ହେଉଛି ଯଜ୍ଞରେ 16ଟି ଖମ୍ବ ଯଜ୍ଞଶାଳା ଦେଖିଲେ ଚାରିଟା ଦ୍ୱାର ପୂର୍ବ ଦ୍ୱାର ଗୋଟିଏ ଡାଳ ବନ୍ଧା ହେଇଥିବ ସେ ଡାଳ ନାମ ଅଶୋକ କେତେବେଳେ ନଷ୍ଟ କରିବି ଭାଇନା କହୁଛନ୍ତି ଠିକ ନା ବାସ୍ତବ କଥା କିଆ ଚାଲୁଛି ଦେଖନ୍ତୁ କାହିଁକି ସେ ଡାଳଟା ବନ୍ଧା ଅଶୋକ ଡାଳ ଦକ୍ଷିଣ ଗୋଟିଏ ଡାଳ ପଶ୍ଚିମ ଗୋଟିଏ ଡାଳ ଉତ୍ତର ଗୋଟିଏ ଡାଳ ପୂର୍ବ ଡାଳ ଦ୍ୱାରରେ ପୂର୍ବ ଡାଳଟା ବନ୍ଧା ଯାଇଥିବ ନିଶ୍ଚିତ ଅଶୋକ कौन पाई ना पुत्र का भगवान नारायण का से द्वारा नारायण का मुख्य होता है देखो गाय काहे से सिपाही आने सिपाही असस्त मुख्य के पे हाथ
ଆଉ ଦିଆ ହାଞ୍ଚି ସଂସାର ସେ ମହାବାପ ଏଟା ଦୁର୍ବାସ ମୁଁ କାହିଁକି କହିଲି ଏତ କହିଲା ତାତ୍ପର୍ଯ୍ୟ ବୈକୁଣ୍ଠ ବୁଝିବା ପାଇଁ ତେଣୁ ମନୁଷ୍ୟ କେହି ଦିବ୍ୟ ଜ୍ଞାନ ଚିହ୍ନ ଅଛି ଦିବ୍ୟ ଜ୍ଞାନୀର ଚିହ୍ନ ଥିବାରୁ ସେ ମନୁଷ୍ୟ ସେ ଚିହ୍ନ କଣ ଚାରିଟା ଯାହା ପାଖରେ ଚାରିଟା ଲକ୍ଷଣ ଅଛି ଚାରିଟା ଚିହ୍ନ ଅଛି ନିଶ୍ଚୟ ବୈକୁଣ୍ଠକୁ ଯିବ ଦିବ୍ୟ ଜ୍ଞାନୀ ସେ सारे चाचा चिन्ह से चाचा चिन्ह कौन कहला मो पाखर अछि ना देखु केतदा अछि तो पाखर चिन्ह तो चिन्ह खाली नरक बुझबा है खाली नरक बुझबा नरक बुझबा चिन्ह अछि नरक बुझबा चिन्ह अछि 6टा अधिक जो चिन्ह 6टा थिबो से नरक बुझबो से चिन्ह की ये चिन्ह की आ गुटे स्वतम स्थित आदि हजीवन मुक्ति सत्यादि चिन्ह ने वसंती देहि नानक संग्राम दुआ जवानी पंचन भात এই চারিটা চিহ্ন যাহা পাখরে দিব সে দিব মনে ধর চিহ্নটা আগে বুঝিবা কোন কোন চিহ্ন সে প্রথম চিহ্নটি লক্ষণ হচ্ছে দান যে দান 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 যে আর দেখি যে মুখ কই মুখ দেখি দেখি কই তো তো পাঁচজন ঘিও পটেলো 10000 টাকা পটেলো কই দেখাও কেবে আপু খাইବାକୁ ଦଉଛନ୍ତି କେବେ କଣ କରି ଦେଇଛି ଠାକୁରଙ୍କୁ ଦେଇଛନ୍ତି କିନ୍ତୁ ସେତେବେଳେ ଏବେ ଆଉ ହେଇନାହିଁ ପ୍ରାୟ ଭକ୍ତି ମଧ୍ୟ ମୁଁ ଦେଖୁଛି କିନ୍ତୁ ସେତେବେଳେ ନଜର ବର୍ଷିକି ଆସେ କିନ୍ତୁ ମୁଁ ସେତିକି ବେଳେ କହେ ପୂଜକଙ୍କୁ କହେ ଆପଣମାନେ ବି ଜାଣିଛନ୍ତି ସେତେବେଳେ ମହାଦେବଙ୍କ ପାଖରେ ଯେକୌଣସି ମନ୍ଦିରରେ ଦେଖିବେ ପାହାଚର ସବୁ ନାଁ ଲେଖାଏ ପାର୍ବଣର ପାହାଚ ଅଛି କାହିଁକି ନା ସେ ଠାକୁରଙ୍କୁ କିଛି ଦେଇଛନ୍ତି ଏବଂ ଦବାରୁ ତାଙ୍କ ନାଁଟି ଲେଖା ଏବଂ ସେ ନିଜେ କହିଛନ୍ତି ନାଁଟି ଲେଖ ନାମ ଅମକ ବାପା ଅମକ ମା ଅମକ ସ୍ତ୍ରୀ ଅମକ ପୁଅ ଝିଅ ଅମକ ସେ କାହିଁକି ଲେଖିଲେ ସେ କହିଲେ ଯୁକ୍ତିରେ ଭାବରେ କହିଲେ ମୁଁ ଦେଇଛି ବୋଲି ତ କହିବିନି ତେଣୁ ମୋ ନାଁଟା ରହିଲେ ମୋରି ଉପରେ ଚାଲିବି ପାହାଚରେ ଲେଖିଲେ ମୋରି ଉପରେ ସମସ୍ତ ଭକ୍ତ ମାନେ ମନୁଷ୍ୟ ମାନେ ଚାଲିକି ଗଲେ ପାହାଚ ଲେଖିଲେ ମୋ ବୈକୁଣ୍ଠକୁ ଯିବେ ଆଜ୍ଞା ବୈକୁଣ୍ଠକୁ ଯିବେ ନା ନରକକୁ ଯିଏ ଲେଖିଛ ଯଦି ଯିଏ ଲେଖିଲ ତମ ନାଁ ତମ ଉପରେ ଚାଲିକି ଯିବେ ପାଦ ଧୁଇ ଆଚ୍ଛା ତମେ କାହିଁ ଲେଖୁଛ କାହିଁକି ସବୁଦିନ ସକାଳୁ କାହିଁ ମହାଦେବଙ୍କ ମନ୍ଦିରରେ ସେ ପାହାଚରେ ଶୋଇ ପଡୁ ଯଦି ଶୋଇ ପଡିବ ତମ ପିଠିରେ ଚାଲିକି ଯିବେ ଆହୁରି ପଳେଇବ ସବୁ ନା ଅହଙ୍କାର ଆସିଲା ଗର୍ବ ଆସିଲା ମୁଁ ଯାଇଛି ମୋ ନାଁ ଲେଖ ଏବେ ସେ ଭଳି କରନ୍ତୁନି ये जब लिखिबा पुछिबो मना करबो लेख जाहाକୁ ଦେଇଛୁ ସିଏ ଜାଣି ମନୁଷ୍ୟ ଜାଣି କଣ କରିବ କରେ ଗର୍ବ ସମ୍ଭା ଆବେ ନାନା କରୁ ଛୁଟେ ତେ ସର୍ବଦ ଅଭିମାନ କରୁ ଛୁଟେ ତେ ତେରେ ପଛେ ମୋଏ जाना दे पंडित वर्ग ज्ञानी गुणी साधु संत विवेक मोर केबे गर्व करंतो जे दान दियंतु देई करी केबे कहंतो नै मु काई की कहू जे दिए से की दानी फत दानो दानी हां जे चाची की दे चाची की नम्मा बुझे दे से दानी नम्मा को आज माकिले दिए ठाकुर हां से ठाकुर नम्मा के दबो है कहूची ताल से दानी हो हां आमे की तू दाता बोलेछि माकी वाला छै ना माकी वाला के चाची की देछि ठाकुर को नहीं तीन नम्मा हां जे देछि हां सेरा देखिए देखिए ना माकी की के देछि के तन कहि आमे दाता हां मो परम गुरु लोकनाथ कर लुकी कर सुंदर करत माकी वाला देछि कले दाता कोने बोले बोले ना बोले दाता कोने बोले बोले ना बोले
କଣ୍ଠେ ଗଲେ ମାଗିଲେ ତିନି ପାଦ ଭୂମି ଦିଏ ମାଗିବାର ଦେଲା ଆଗରୁ ଦେଇଦେଲା ନା ଯାଚିଲେ ଭଗବାନ ମାଗିଲେ ଦେବେ ସେଥିପାଇଁ ଦାତା ମନେ ପଡେ ଦାତା ମୁଁ କାହିଁକି କହିବି ଆପଣ ଦାନ ଦେବେ ଯେତେ ଦାନ ଅଛି ଯାହା ଦାନ ଦିଅନ୍ତୁ ପ୍ରକୃତରେ ଗୋଟିଏ ଦାନ ହଉଛି ସେ ଜିନିଷଟି ଦାନ ଦେଇଦେବେ ଆପଣ ପୁରାଣରେ ଅଛି କେତେ ପ୍ରକାର ଆପଣ ଦାନ ଦେଇପାରିବେ ବସ୍ତୁ ବା ପଦାର୍ଥ ଦଉଛନ୍ତି କିନ୍ତୁ ସେ ବସ୍ତୁ ନୁହେଁ କି ପଦାର୍ଥ ନୁହେଁ ଗୋଟିଏ ଦାନ ଶାସ୍ତ୍ରୀୟ ମତ ସେଇ ଦାନଟି ଯଦି ଦେଇଦେଲେ ଭାବିକି କହ ପାଳିଆଟା ଜ୍ଞାନୀ ପାଳିଆଟା ଜିନିଷଟି ଦେଲେ ନା ନା ପ୍ରକୃତରେ ସେ ଦାନଟା ସେ ଦାନ କିଏ ଯଦି କେବେ ସୁଯୋଗ ଆସିଛି ଆପଣ ପାଖରେ ଥାଉ ବା ନଥାଉ ସୁଯୋଗ ସୃଷ୍ଟି କରିକି ଦେବେ ଆପଣଙ୍କ ପାଖରେ ଥାଉ କିନ୍ତୁ ସୁଯୋଗ ସୃଷ୍ଟି କରିକି ଦେବେ ସେ କିଏ ଜୀବନରେ ଯେବେ